ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର ହକି ପାଠଟିକୁ ଆମେ ଆଲୋଚନା କରିବା। ହକି ପାଠର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତେଣୁ ପିଲାମାନେ ଏହି ପାଠ ପ୍ରଶ୍ନୋତ୍ତରକୁ ଭଲ ଭାବରେ ଶୁଣିବା ଏବଂ ବୁଝିବା ଏବଂ ନିଜ ଖାତାରେ ଲେଖିବା। ତେବେ ଆସ ପିଲାମାନେ ଏହି ପ୍ରଶ୍ନୋତ୍ତରକୁ ଆମେ ଆରମ୍ଭ କରିବା। ପାଠ ଅନ୍ତର୍ଗତ ପ୍ରଶ୍ନାବଳୀ ମୋ ବୁଝିବାରେ କ ନମ୍ବର ଦେଇଛି, ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଠିକ୍ ଉତ୍ତର ପାଖରେ ଷ୍ଟାର ଚିହ୍ନ ତାରା ଚିହ୍ନ ଦିଅ। ପ୍ରଶ୍ନ, ସ୍ୱାସ୍ଥ୍ୟ ହିଁ ସମ୍ପଦ। କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ସୁନ୍ଦର ଦେଖାଯାଉ, ଆମକୁ ସମସ୍ତେ ଭଲ ପାଆନ୍ତି, ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ, ଆମେ ବହୁତ ଧନ ସମ୍ପଦ ପାଇଥାଉ। ସଠିକ୍ ଉତ୍ତର ହେବ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହୋଇଥାଉ। ତେଣୁ ଏଠି ଆମେ ଷ୍ଟାର ଚିହ୍ନଟି ଦେବା। 2 ନମ୍ବର, ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ହକିର ଯାଦୁକର ବୋଲି ଆଖ୍ୟା ଦେଇଥିଲେ କାରଣ ଲୋକମାନେ ଧ୍ୟାନଚାନ୍ଦଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କ ହକି ବାଡ଼ିର ଅନନ୍ୟ ବୈଶିଷ୍ଟ୍ୟ ଥିଲା, ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ, ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ଏହାର ଉତ୍ତର ହେବ ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ତେଣୁ ଏଠି ଆମେ ଷ୍ଟାର ଚିହ୍ନଟି ଦେଇଦେବା। ତାପରେ ଲେଖାଯାଇଛି, ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ? ତାହାର କାରଣ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର। ସାଙ୍ଗମାନଙ୍କ ସହ ଆଲୋଚନା କରିବ, ଆଲୋଚନା କରି ଲେଖିବ। ତେଣୁ ପ୍ରଥମ ପ୍ରଶ୍ନ ଆମେ ବାଛିଲେ କ'ଣ ପାଇଁ? ନା ସ୍ୱାସ୍ଥ୍ୟ ଭଲ ନଥିଲେ ମଣିଷ କୌଣସି କାମ ଠିକ୍ ଭାବରେ କରିପାରିବ ନାହିଁ। ତେଣୁ ସ୍ୱାସ୍ଥ୍ୟ ସବୁଠାରୁ ଜରୁରୀ। ତାପରେ 2 ନମ୍ବର ପାଇଁ, ଧ୍ୟାନଚାନ୍ଦଙ୍କ ବଲ୍ ଉପରେ ଏଭଳି ନିୟନ୍ତ୍ରଣ ଥିଲା ଯେ ସତେ ଯେପରି କୌଣସି ଯାଦୁକର ଅଛନ୍ତି। ତାଙ୍କର କ୍ରୀଡ଼ା ନୈପୁଣ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ ଓ ଚମକପ୍ରଦ ଥିଲା। ଏହାକୁ ଆମେ ଲେଖିପାରିବା। ଏହା ସାଙ୍ଗମାନଙ୍କ ସହିତ ଆଲୋଚନା କରିବା ଏବଂ ପାଠରେ ଯାହା ଲେଖାଯାଇଛି ତାକୁ ଆମେ ବୁଝି ଲେଖିବା। ତାପରେ ଆସିବା ମିଳିମିଶି ଯୋଡ଼ିବା। ଏଠାରେ ଲେଖାଯାଇଛି ମିଳିମିଶି ଆମେ ଯୋଡ଼ିବା। ପାଠରୁ କିଛି ମନୋନୀତ ଶବ୍ଦ ନିମ୍ନରେ ଦିଆଯାଇଛି। ନିଜ ଦଳର ଏହା ଉପରେ ଆଲୋଚନା କରି ସେଗୁଡ଼ିକୁ ଠିକ୍ ଅର୍ଥ ବା ବ୍ୟାଖ୍ୟା ସହିତ ଯୋଡ଼। ଏଥିପାଇଁ ଆବଶ୍ୟକ ପଡ଼ିଲେ ତୁମେ ଇଣ୍ଟରନେଟ୍ ଅଭିଧାନ ଶିକ୍ଷକଙ୍କ ସହିତ ସହଯୋଗ ବା ସହାୟତା ନେଇପାରିବ। ଏଠି କିଛି ଶବ୍ଦ ଦିଆଯାଇଛି, ଅର୍ଥ କିମ୍ବା ପ୍ରସଙ୍ଗ ବ୍ୟାଖ୍ୟା ଦେଇଛି, ତାକୁ ଆମେ ଯୋଡ଼ିବା। ଦେଖ 1 ନମ୍ବରରେ ଅଛି ଝାନ୍ସୀ, ହକି ଷ୍ଟିକ୍, ଟୋକିଓ, ବ୍ୟାୟାମ, ମାଇକେଲ କିଣ୍ଡୋ, ଅଲମ୍ପିକ୍ ଦେଇଛି। ତାକୁ ଆମେ ଏଇ ପାଠରେ କେଉଁ ଉତ୍ତର ହେବ ତା ସହିତ ଯୋଡ଼ିବା, ଲେଖିବା। ଝାନ୍ସୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ। ତେଣୁ ଆମେ ସେଠି ଯୋଡ଼ିଦେବା। ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ 3 ସହିତ ଯୋଡ଼ିଦେବା। ହକି ଷ୍ଟିକ୍ ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ। ହକି ଷ୍ଟିକ୍ ଯୋଡ଼ିଦେବା। ଟୋକିଓ ହେଉଛି ଏକ ସହର, ଏହା ଜାପାନର ରାଜଧାନୀ ସହିତ ଆମେ ଯୋଡ଼ିଦେବା। ବ୍ୟାୟାମ ନିୟମିତ ଶାରୀରିକ ଅଙ୍ଗଚାଳନା କୌଶଳ ହେଉଛି ବ୍ୟାୟାମ। ମାଇକେଲ କିଣ୍ଡୋ ଓଡ଼ିଶାର ଜଣେ ହକି ଖେଳାଳି ମାଇକେଲ କିଣ୍ଡୋ। ଅଲମ୍ପିକ୍ ହେଉଛି ଏକ ଆନ୍ତର୍ଜାତିକ ଖେଳ ଅନୁଷ୍ଠାନ ହେଉଛି ଅଲମ୍ପିକ୍। ଆମେ ଯୋଡ଼ିଦେବା।
ଏହିପରି ଆମେ ପ୍ରଶ୍ନର ଉତ୍ତର ଦେଇପାରିବା। ତାପରେ ଲେଖା ହୋଇଛି ବାକ୍ୟ ସମ୍ପର୍କିତ ଆଲୋଚନା। ବାକ୍ୟ ସମ୍ପର୍କିତ ଆଲୋଚନା। ଉକ୍ତ ବିଷୟରୁ ମନୋନୀତ କିଛି ବାକ୍ୟ ନିମ୍ନରେ ଦିଆଯାଇଛି। ଏହାକୁ ଧ୍ୟାନର ସହ ପଢ଼ ଓ ଏହା ଉପରେ ଚିନ୍ତା କର। ତୁମେ ଏହାର ଅର୍ଥ ବୁଝିଲ। ଦଳରେ ଆଲୋଚନା କରି ଲେଖ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ଏହା ଏକ ସରଳାର୍ଥ ଅଛି, ତେଣୁ ଏହି ସରଳାର୍ଥକୁ ଆମେ ଭଲ ଭାବରେ ବୁଝି ଲେଖିବାକୁ ଚେଷ୍ଟା କରିବା। ତେବେ ମୁଁ ଏହି ସରଳାର୍ଥକୁ ସଂକ୍ଷେପରେ ଲେଖୁଛି, ଧ୍ୟାନ ସହକାରେ ବୁଝିବା ପାଇଁ ଚେଷ୍ଟା କର। ଉକ୍ତ ଗଦ୍ୟାଂଶଟି ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର ହକି ପାଠରୁ ଆନିତ। ଏଠାରେ ଲେଖକ ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ ବୋଲି ବର୍ଣ୍ଣନା କରିଛନ୍ତି। ମଣିଷ ଜୀବନରେ ଧନ ସମ୍ପତ୍ତି, ଗାଡ଼ି ଓ ବାସଭବନ ଆଦି ଅନେକ ପ୍ରକାର ସମ୍ପଦ ରହିଛି, କିନ୍ତୁ ଏମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ହେଉଛି ସର୍ବଶ୍ରେଷ୍ଠ। ଯଦି ଜଣେ ବ୍ୟକ୍ତି ପାଖରେ ପ୍ରଚୁର ଧନ ଥାଏ କିନ୍ତୁ ଶରୀର ସୁସ୍ଥ ନଥାଏ, ତେବେ ସେହି ଧନର କୌଣସି ଆବଶ୍ୟକତା ନଥାଏ। ଜଣେ ସୁସ୍ଥ ବ୍ୟକ୍ତି ହିଁ ନିଜର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ କରିପାରେ। ଶରୀର ଅସୁସ୍ଥ ରହିଲେ ମନ ଦୁର୍ବଳ ହୋଇଯାଏ। ତେଣୁ କୁହାଯାଇଛି, ସୁସ୍ଥ ଶରୀରରେ ସୁସ୍ଥ ମନ ବାସ କରିଥାଏ। ଲେଖକଙ୍କର ଏହି ଉକ୍ତିଟି ଯଥାର୍ଥ ଅଟେ। ଖ ନମ୍ବର ପ୍ରଶ୍ନ, ଦର୍ଶକବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ସୁଧା ବହିର ହକି ପାଠରୁ ଆନିତ। ଏଠାରେ ଲେଖକ ଭାରତର ବିଶିଷ୍ଟ ହକି ଖେଳାଳି ମେଜର ଧ୍ୟାନଚନ୍ଦଙ୍କ ଅସାଧାରଣ ପ୍ରତିଭା ବିଷୟରେ ବର୍ଣ୍ଣନା କରିଛନ୍ତି। ଧ୍ୟାନଚନ୍ଦ କେବଳ ଜଣେ ସାଧାରଣ ଖେଳାଳି ନଥିଲେ, ବରଂ ହକି ପଡ଼ିଆରେ ସେ ଅଦ୍ଭୁତ କୌଶଳ ପ୍ରଦର୍ଶନ କରୁଥିଲେ। 1936ରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ କ୍ରୀଡ଼ାରେ ସେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ତାହା ଦେଖି ସମସ୍ତ ଦର୍ଶକ ସ୍ତମ୍ଭୀଭୂତ ହୋଇଯାଇଥିଲେ। ତାଙ୍କର ଖେଳରେ ଦର୍ଶକ ସ୍ତମ୍ଭୀଭୂତ ହୋଇ ହକି ଖେଳର ଯାଦୁକର ବୋଲି କହୁଥିଲେ। ଏହିଭଳି ଆମେ ଲେଖିପାରିବା। ତାପରେ ବୁଝି ବିଚାରି ଲେଖ। ପ୍ରସଙ୍ଗଟିକୁ ଆଉଥରେ ପଢ଼ ଏବଂ ନିମ୍ନରେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ? ଏହାକୁ ଆମେ ଉତ୍ତର ଲେଖିବା। କ୍ରୀଡ଼ା ଦ୍ୱାରା ଆମର ଶରୀର ସୁସ୍ଥ ସବଳ ରହେ। ଏହା ଆମ ମନରେ ଶୃଙ୍ଖଳା, ସହଯୋଗ ମନୋଭାବ ଏବଂ ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରେ। ଖ ନମ୍ବର ପ୍ରଶ୍ନ, ଝାନ୍ସୀ ବୀର କିଏ? ହକି ଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖ। ଏହାର ଉତ୍ତର ଲେଖିବା। ଝାନ୍ସୀ ବୀର ହେଉଛନ୍ତି ଯାଦୁକର ଧ୍ୟାନଚନ୍ଦ। ହକି ଖେଳରେ ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଯୋଗୁଁ ଭାରତ ଅନେକ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲା। ସେ ନିଜର ଚମତ୍କାର ଷ୍ଟିକ୍ ଚାଳନା ଦ୍ୱାରା ବିଶ୍ୱବ୍ୟାପୀ ହକି ଖେଳକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ସ୍ମୃତି କଥାକୁ ଗଦ୍ୟରେ ଲେଖିବା। ଧ୍ୟାନଚନ୍ଦଙ୍କ ସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ କୁହୁକ ବାଡ଼ି ବ୍ୟବହାର କରୁଛନ୍ତି। ଉକ୍ତ ବାକ୍ୟଟିକୁ ପଢ଼ିଲେ ଏମିତି ଲାଗେ ଯେମିତି ସେମାନେ ଧ୍ୟାନଚନ୍ଦଙ୍କ ଅସାଧାରଣ ଦକ୍ଷତାକୁ ପାଠକଙ୍କ ସହ ପରିଚିତ କରାଇଛନ୍ତି। ତୁମେ ଯଦି ଧ୍ୟାନ ଦେବ, ତେବେ ଏହି ପାଠରେ ଏପରି ଅନେକ ବିଶେଷ କଥା ତୁମ ମନକୁ ଆସିବ। ଏହି ପାଠକୁ ଆଉଥରେ ପଢ଼। ସାଙ୍ଗମାନଙ୍କ ସହ ଦଳରେ ବସି ଏହି ପ୍ରସଙ୍ଗରେ ଥିବା ବିଶେଷ କଥାକୁ ଆଲୋଚନା କରି ତାଲିକା ପ୍ରସ୍ତୁତ କର। ଯୋଡ଼ି ଶବ୍ଦ। ଆମେମାନେ ମନେ ରଖିବା ଯେ ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ ନୁହେଁ।
ବାକ୍ୟରେ ଖେଳି ଖେଳି ଗୋଟିଏ ଯୋଡ଼ି ଶବ୍ଦ। ସେହିପରି ଗୋଟିଏ ଶବ୍ଦରୁ ଦୁଇଥର ବ୍ୟବହାର କରାଯାଇଛି। ଏହାକୁ ଯୁଗ୍ମ ଶବ୍ଦ କୁହାଯାଏ। ତୁମେମାନେ ମଧ୍ୟ ଏହିପରି 5ଟି ଯୁଗ୍ମ ଶବ୍ଦ ଲେଖ। ଯେପରି ଖେଳି ଖେଳି, ସେପରି ହସି ହସି, କାନ୍ଦି କାନ୍ଦି, ବୁଲି ବୁଲି, ଚାଲି ଚାଲି, ଦେଖି ଦେଖି। ଏଇଭଳି ଆମେ ଯୋଡ଼ା ଶବ୍ଦ ଲେଖିପାରିବା। ଖ ପ୍ରଶ୍ନ, ହକି ଖେଳର ନିୟମ କାନୁନ ପ୍ରସ୍ତୁତ ହୋଇଥାଏ। ଏହି ବାକ୍ୟରେ ମଧ୍ୟ ତୁମେ ଗୋଟିଏ ଯୁଗ୍ମ ଶବ୍ଦ ଦେଖିପାରୁଛ, କିନ୍ତୁ ଏହି ଯୁଗ୍ମ ଶବ୍ଦରେ ଦୁଇଟି ଯାକ ଶବ୍ଦ ଭିନ୍ନ ଅଟନ୍ତି, ଅର୍ଥାତ୍ ସମାନ ନୁହନ୍ତି। ତୁମମାନେ ମଧ୍ୟ ଏପରି 5ଟି ଯୁଗ୍ମ ଶବ୍ଦ ଲେଖ, ଯେଉଁଥିରେ ଦୁଇଟି ଯାକ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବ। ଏଠି ଆମେ ଲେଖିବା ଘର ଦ୍ୱାର, ବାସନ କୁସନ, ପାଠ ଶାଠ, ହାଟ ବଜାର, ଶାଗ ମାଛ। ଏଇଭଳି ସେହିଭଳି ଆମେ ଟେବୁଲ ଟେନିସ, ପୁଚି ପ୍ରଭୃତି ଖେଳ ଉଭୟ ଭିତରେ ଓ ବାହାରେ ଖେଳାଯାଏ। ତେଣୁ କେଉଁ ଖେଳକୁ ଆମେ ଭିତରେ ଖେଳୁ, କେଉଁ ଖେଳକୁ ବାହାରେ ଖେଳୁ, ତାହା ଆମେ ଲେଖିବା। ଦେଖ, କେତେକ ଖେଳ ଅଛି ଘର ଭିତରେ ଖେଳାଯାଏ, ଯଥା ଟେବୁଲ ଟେନିସ। ଏଇଭଳି ବାହାରେ କେତେକ ଖେଳ ଖେଳାଯାଏ, ସେଗୁଡ଼ିକ କ'ଣ କ'ଣ? ବାହାରେ ଖେଳାଯାଉଥିବା ଖେଳ ହେଉଛି ଫୁଟବଲ, ହକି। ଏଇଭଳି ଉତ୍ତର ଆମେ ଦେବା। ଭଲ ଓ ମନ୍ଦ, ସେଭଳି ଆମେ ଲେଖିବା ଭଲ ମନ୍ଦ। ଗୁରୁ ଓ ଶିଷ୍ୟ, ଗୁରୁ ଶିଷ୍ୟ ବୋଲି ଲେଖିବା। ରାଜା ଓ ପ୍ରଜା, ରାଜା ପ୍ରଜା। ଜନ୍ମ ଓ ମୃତ୍ୟୁ, ଜନ୍ମ ମୃତ୍ୟୁ। କଥା ଉପରେ ଗୁରୁତ୍ୱ, ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତ ପାଇଁ ଏକ ଅମଳିନ ପ୍ରତିଭା। ଧ୍ୟାନଚାନ୍ଦଙ୍କ ଆମ କ୍ରୀଡ଼ା ଜଗତରେ ଏକ ଅମଳିନ ପ୍ରତିଭା। ଏହି ଦୁଇଟି ବାକ୍ୟରେ କ'ଣ ପାର୍ଥକ୍ୟ ଅଛି, ଏଥିପାଇଁ ଧ୍ୟାନ ଦିଅ ଓ କୁହ। ଠିକ୍ ଭାବରେ ଚିହ୍ନଟ କର। ଦ୍ୱିତୀୟ ବାକ୍ୟରେ ଗୋଟିଏ ଶବ୍ଦ କମ୍ ଅଛି। ଏହା ଗୋଟିଏ ଶବ୍ଦ ନଥିବାରୁ ବାକ୍ୟର ଅର୍ଥର ପାର୍ଥକ୍ୟ ଆସୁଛି। ଆମେ ନିଜ କଥା ଉପରେ ଗୁରୁତ୍ୱ ଦେବା ପାଇଁ କିଛି ବିଶେଷ ଶବ୍ଦର ପ୍ରୟୋଗ କରୁ, ଯେପରି ହଁ, ମଧ୍ୟ, ତେବେ, ବୋଲି ଇତ୍ୟାଦି। ପାଠରୁ ଏଭଳି ଶବ୍ଦ ଥିବା ବାକ୍ୟ ବାଛି ଲେଖ। ଧ୍ୟାନ ଦିଅ, ଯଦି ବାକ୍ୟରେ ଏହି ଶବ୍ଦଗୁଡ଼ିକ ନଥାନ୍ତା, ତେବେ ଏହାର ଅର୍ଥ ଉପରେ ଏହି ଶବ୍ଦଗୁଡ଼ିକର କ'ଣ ପ୍ରଭାବ ପଡ଼ିଥାନ୍ତା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳ ଅନୁସାରେ ପୁଣି ଦେଖା ହେବ। ରହୁଛି। ଜୟ ଜଗନ୍ନାଥ।